ସମସ୍ତଙ୍କ ସାମ୍ନାକୁ ଆସିଲା ଆଦ୍ୟାଙ୍କର ଆଉ ଏକ ବଡ଼ ସତ, ଯାହାକୁ ଦେଖି ପରିବାର ଲୋକ ସମସ୍ତେ ଚମକି ପଡ଼ିଛନ୍ତି। ହଁ ସାଙ୍ଗମାନେ, ଆଜିର ଏପିସୋଡ଼ରେ ଆପଣମାନେ ଦେଖିବାକୁ ପାଇବେ ଆଜି ମଲ୍ଲିକା ଯେତେବେଳେ ତାଙ୍କ ଶାଶୁ ମେଘାକୁ ଇମ୍ପ୍ରେସ୍ କରିବା ପାଇଁ ତାଙ୍କ ଜନ୍ମଦିନରେ ଏକ ବଡ଼ ପାର୍ଟି ରଖିଛନ୍ତି। ଏହି ସମୟରେ ମଲ୍ଲିକା ମେଘାଙ୍କର ପୁରୁଣା ସାଙ୍ଗ ଯିଏକି ତାଙ୍କ ସ୍କୁଲ ଲାଇଫ୍ର ବେଷ୍ଟ ଫ୍ରେଣ୍ଡ ଥିଲେ ତାକୁ ମଧ୍ୟ ଇନଭାଇଟ୍ କରୁଛନ୍ତି। ଆଉ ମେଘା ଯେତେବେଳେ ତାଙ୍କ ସାଙ୍ଗକୁ ଦେଖୁଛନ୍ତି ସେତେବେଳେ ସେ ବହୁତ ଖୁସି ହୋଇପଡ଼ନ୍ତି। ଆଉ ଏ ସମୟରେ ମେଘାଙ୍କ ସାଙ୍ଗ କହନ୍ତି, ଆରେ ମେଘା, ମୋର ଗୋଟେ ବହୁତ ବଡ଼ ଅଫସୋସ ରହିଗଲା। ମୋ ବେଷ୍ଟ ଫ୍ରେଣ୍ଡ ପୁଅର ବାହାଘରରେ ମୁଁ ଆସିପାରିଲିନି। ଆଚ୍ଛା, ତୋ ପୁଅ ଆଉ ବୋହୂ କେଉଁଠି ଅଛନ୍ତି? ମୁଁ ଶୁଣିଛି ତୋ ବୋହୂ ଦେଖିବାକୁ ବହୁତ ସୁନ୍ଦର। ଆଉ ଏତେବେଳେ ମେଘା କହିବ ଯେ ତୁ ଠିକ୍ ଶୁଣିଛୁ, ମୋ ବୋହୂ ଦେଖିବାକୁ ବହୁତ ସୁନ୍ଦର। ଆଉ ଏ ବଡ଼ ପାର୍ଟି ମୋ ପାଇଁ କେବଳ ସେ ହିଁ ଆରେଞ୍ଜମେଣ୍ଟ କରିଛି। ଆଉ ଏତେବେଳେ ମେଘାଙ୍କ ସାଙ୍ଗ କୁହନ୍ତି, ତାହେଲେ ମୋତେ ତାକୁ ଦେଖା କରିବା ନିହାତି ଦରକାର। ଯିଏ ମୋ ସାଙ୍ଗର ସାଙ୍ଗ, ମାନେ ତୋ ବୋହୂ ତୋ ଥିଲେ ସାଙ୍ଗ ବୋଲି ଚଳୁଛି। ମୋତେ ଶୁଣି ବହୁତ ଖୁସି ହେଲା। ଆଉ ଯେତେବେଳେ ମେଘା ତାଙ୍କ ବୋହୂ ରୂପେ ମଲ୍ଲିକାକୁ ଚିହ୍ନିବାକୁ ଯାଉଥିବେ, ଏ ସମୟରେ ଆଦ୍ୟା ମଝିରେ ଆସିଯାଆନ୍ତି। ଆଉ ଅଂଶୁଙ୍କ ସହିତ ମିଶି ସେ ସମସ୍ତଙ୍କ ସାମ୍ନାରେ ବଡ଼ ପାଟି କରି କୁହନ୍ତି ଯେ ସିଏ ହେଉଛନ୍ତି ଅଂଶୁ ପଟ୍ଟନାୟକଙ୍କ ସ୍ତ୍ରୀ ଆଉ ମେଘାଙ୍କ ସୁନାନାକି ବୋହୂ। ଏକଥା ଶୁଣି ପରିବାର ଲୋକ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି। ଏପଟେ ମଲ୍ଲିକା ଖୁବ୍ ଜୋରସେ ରାଗିଗଛି। ଆଉ ଏ ସମୟରେ ମେଘାଙ୍କ ସାଙ୍ଗ ଆଦ୍ୟାଙ୍କୁ ଦେଖିଲା ପରେ ବହୁତ ଇମ୍ପ୍ରେସ୍ ହୋଇଯାଇଛି। ଆଉ ଆଦ୍ୟା ମଧ୍ୟ କହିଛନ୍ତି ଏ ଦୁଇ ହେଉଛନ୍ତି ତାଙ୍କ ପୁଅ ଆଉ ଝିଅ। ଏକଥାକୁ ଶୁଣି ଅଂଶୁ ମଧ୍ୟ ଚମକି ପଡ଼ିଛନ୍ତି। ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଠିକ୍ ଲାଗିଲା? ଆଦ୍ୟା କ'ଣ ସମସ୍ତଙ୍କ ସାମ୍ନାରେ ଏମିତି କରି ଠିକ୍ କରିଛନ୍ତି? ଯଦି ହଁ, ତାହେଲେ ୟେସ୍ ବୋଲି ନିଶ୍ଚୟ କମେଣ୍ଟ କରିବେ।